শরণাগত দিনাথং পরিত্রাণং পরায়ণে সর্বসাতে হরে দেবী মা শারদে দেবী নমস্তুতে। জয় মা শারদা। আজিକାର ନୀତିବାଣୀରେ ଆପଣମାନଙ୍କ ପାଇଁ ସୁନ୍ଦର କଥାଟିଏ। ଗୋଟିଏ ଜଙ୍ଗଲରେ ଶବରଟିଏ ରହୁଥାଏ। ଶବରଟିର ନାଁ ଥିଲା ଇଏ ମାଧବାନନ୍ଦ। ମାଧବାନନ୍ଦର କର୍ମ ହେଉଛି ପଶୁ ଶିକାର କରିବା। ପଶୁ ଶିକାର କରି ଯାହା ବିକ୍ରି କରେ ସେଇଥିରେ ତାର ଗୁଜରାଣ ମେଣ୍ଟନ କରେ। ଦିନେ ମାଧବାନନ୍ଦ ଜଙ୍ଗଲ ଭିତରେ ବୁଲୁଥିବା ସମୟରେ ଦେଖିଲା ଗୋଟିଏ ଶିବ ମନ୍ଦିର। ମାଧବାନନ୍ଦ ସେଇ ଶିବ ମନ୍ଦିର ନିକଟକୁ ଗଲା। ଦେଖିଲା ପ୍ରଭୁଙ୍କ ଆଗରେ ଦୀପଟିଏ ଜଳୁଛି, ଧୂପ ମଧ୍ୟ ଲାଗିଛି, କିଛି ଭୋଗ ମଧ୍ୟ ଇଏ ପ୍ରସାଦ ପ୍ରଭୁଙ୍କ ପାଖରେ ଲାଗିଥାଏ। ମାଧବାନନ୍ଦ ମନ୍ଦିର ଆଗରେ ବସିକିନା ଠାକୁରଙ୍କୁ ଅନେକ ଦୁଃଖ ଜଣେଇଲା। କହିଲା, ଠାକୁରେ, ମୁଁ ଜାତିରେ ଶବରଟିଏ, ମୁଁ ଆପଣଙ୍କର ପୂଜା କରିବା ପାଇଁ ମୋର ଭାରି ଇଚ୍ଛା ହେଉଛି, କିନ୍ତୁ ମୁଁ ମନ୍ତ୍ର ଜାଣିନି ପ୍ରଭୁ, ମୁଁ ତନ୍ତ୍ର ଜାଣିନି ପ୍ରଭୁ, ମୁଁ ତୋର ପୂଜା କ'ଣ କିଛି ଜାଣିନି। ପ୍ରଭୁ, ଯଦି ମୋତେ ଟିକେ ସହାୟ ହୁଅନ୍ତେ, ମୁଁ ଆପଣଙ୍କର ସେବା ଟିକେ କରନ୍ତି। ମାଧବାନନ୍ଦ ଦେଖିଲା ପାଖରେ କିଛି ମୃଗ ମାଂସ ଥାଏ। ଚିନ୍ତା କଲା, କହିଲା ମୋ ପାଖରେ ସିନା ଦୀପ ନାହିଁ, ଧୂପ ନାହିଁ, କିନ୍ତୁ ମୃଗ ମାଂସ ଅଛି। ଯାଉଛି ଠାକୁରଙ୍କୁ ଏଇ ଭୋଗ ଟିକେ ଦେବି, ପ୍ରସାଦ ଟିକେ ଦେବି। ଗୋଟିଏ ପତ୍ରଟିଏ ନେଇ ଆସିଲା। ସେଇ ଶିବଲିଙ୍ଗ ଉପରେ ପତ୍ରଟି ରଖିଦେଇ କିଛି ମୃଗ ମାଂସ ରଖି ମୁଣ୍ଡିଆ ମାରିକି କହିଲା, ଠାକୁରେ, ମୁଁ କିଛି ଦେଇପାରୁନି, ମୋ ପାଖରେ ଯାହା ଥିଲା ମୁଁ ତମ ପାଖରେ ଅର୍ପଣ କରିକି ଯାଉଛି, ତମେ ତାକୁ ଖୁସିରେ ଖାଇବ, କହି ମୁଣ୍ଡିଆ ମାରିକି ଆସିଲା। ତା ପରଦିନ ମନ୍ଦିରର ପୂଜକ ଯେତେବେଳେ ଆସେ, ଦେଖିଲା ଶିବଲିଙ୍ଗ ପାଖରେ କିଛି ମୃଗ ମାଂସ ଥୁଆ ହେଇଛି। ବ୍ରାହ୍ମଣ ଚିନ୍ତା କଲା, କହିଲା କୌଣସି କିଏ ବୋଧେ ପଶୁ ବୋଧେ ଆଣିକି ରଖିଦେଇଛି। ସେଦିନ ମନ୍ଦିରକୁ ଶୁଦ୍ଧପୂତ କରି ବ୍ରାହ୍ମଣ ପୂଜା ଅର୍ଚ୍ଚନା କଲା, ଭୋଗ ଲଗେଇ ନିଜ ଘରକୁ ଚାଲିଗଲା। ତାହା କିଛି ସମୟ ପରେ ମାଧବାନନ୍ଦ ଆସିଲା। ସେଇ ମନ୍ଦିର ଆଗରେ ବସିକିନା ଇଏ କାନ୍ଦିଲା। କହିଲା, ଠାକୁରେ, ମୁଁ ତୋର ମନ୍ତ୍ର ଜାଣିନି, ତନ୍ତ୍ର ଜାଣିନି, ତୋ ପୂଜା ବିଧି ମୁଁ କିଛି ଜାଣିନି। ତୋ ଆଗରେ କେତେ ସୁନ୍ଦର ଧୂପ ଲାଗିଛି, ଦୀପ ଲାଗିଛି, ମୋ ପାଖରେ ତ ନାହିଁ। ହେଲେ ଠାକୁରେ, ମୋ ଭୋଗ ଲଗେଇଥିଲି କାଲି ମୃଗ ମାଂସ, ତମେ ଖୁବ୍ ଖୁସିରେ ଖାଇ ଦେଇଛ, ଆଜି ବି ଆଣିଛି, ତମେ ତାକୁ ଖାଇବ, କହିକିନା ଗୋଟିଏ ପତ୍ର ଦେହରେ ମୃଗ ମାଂସକୁ ରଖିଦେଇ ମାଧବାନନ୍ଦ ମୁଣ୍ଡିଆ ମାରିଲା, ଚାଲିଗଲା। ତା ପରଦିନ ବ୍ରାହ୍ମଣ ଯେତେବେଳେ ଆସେ, ଦେଖିଲା ସେଇ ମୃଗ ମାଂସ ଥୁଆ ହେଇଛି। ବ୍ରାହ୍ମଣ କହିଲା, ଠାକୁରେ, ଆପଣଙ୍କୁ କିଏ ଏଇଭଳି ଭାବରେ ଅଶୁଦ୍ଧି କରିଦେଉଛି,
ଆପଣ ଦଣ୍ଡ ଦେଇପାରୁନାହାନ୍ତି? ଆପଣ ଦଣ୍ଡ ଦିଅନ୍ତୁ। ଆପଣଙ୍କର ପବିତ୍ର ଧାମକୁ କିଏ ଜଣେ ପାପୀଟିଏ ଅପବିତ୍ର କରିଦେଉଛି? ତା ପରଦିନ ମାଧବାନନ୍ଦ ମନ୍ଦିରକୁ ଆସିଲା, ଦେଖିଲା ଶିବଲିଙ୍ଗ ଉପରଟା ଅସନା ହେଇଛି। କହିଲା, ଠାକୁରେ କ'ଣ କରିବି, ଏତେ ଅସନା ହେଇଛି, ମୁଁ ସଫା କରିଦେବି। କିଭଳି ସଫା କରିବି? ଦେଖିଲା ଆଗରେ ଗୋଟିଏ ଝରଣାଟିଏ ଥିଲା। ପାଟିରେ କିଛି ପାଣି ଆଣିକିନା ସେଇ ଶିବଲିଙ୍ଗ ଉପରେ ଢାଳିଲା ଏବଂ ହାତରେ ଟିକେ ପୋଛି ଦେଉଥାଏ। ପୁଣି ସେଇ ଝରଣା ନିକଟକୁ ଯାଇ ପାଟିରେ କିଛି ଜଳ ଆଣିକିନା ସେଇ ଶିବଲିଙ୍ଗ ଉପରେ ଢାଳି ଦେଉଥାଏ। ଏଇଭଳି ସଫା କରି ମୃଗ ମାଂସ ଭୋଗ ଦେଇ ମାଧବାନନ୍ଦ ମୁଣ୍ଡିଆ ମାରିକିନା ଚାଲିଗଲା। ତା ପରଦିନ ବ୍ରାହ୍ମଣ ଯେତେବେଳେ ଆସେ, ଦେଖିଲା ଶିବଲିଙ୍ଗ ଉପରେ ଛେପ ଖଙ୍କାର ଗୁଡାକ ଲାଗିଛି। ସେଇଠି ଚିନ୍ତା କଲା, କହିଲା ପ୍ରଭୁ ଆଉ ଆସିବିନି ତମ ନିକଟକୁ। ଯଦି କୌଣସି ଇଏ ପାପୀଟିଏ ଏଇଭଳି ଭାବରେ ମୃଗ ମାଂସ ଭୋଗ ଲଗେଇକିନା ଆପଣଙ୍କ ଉପରେ ଛେପ ଖଙ୍କାର ପକେଇ ଯାଉଛି, ଆପଣ ଯଦି ତାକୁ ଦଣ୍ଡ ଦେଇପାରୁନାହାନ୍ତି, ମୁଁ ସାଧାରଣ ମଣିଷଟିଏ, ମୁଁ କି ଦଣ୍ଡ ତାକୁ ଦେବି? ନାଇଁ ପ୍ରଭୁ, ଆଉ କାଲିଠାରୁ ଆଉ ଆସିବି ନାହିଁ। ସେହି ସମୟରେ ଶିବ ଠାକୁର ଶୂନ୍ୟବାଣୀ କଲେ, ହେ ବ୍ରାହ୍ମଣ, ଆରେ ଯିଏ ମୋତେ ମୃଗ ମାଂସ ଦେଉଛି, ଛେପ ଖଙ୍କାର ପକେଇଛି, ସିଏ ଜଣେ ମୋର ମହାନ ଭକ୍ତଟିଏ। ନା ପ୍ରଭୁ, ସେ ଭକ୍ତ କିଭଳି ହେଲା? ନା କାଲି ତମେ ମୋର ମନ୍ଦିର ପଛପଟରେ ଛପି ରହିକିନା ଦେଖିବ ସେ କିଭଳି ଭାବରେ ମହାନ ଭକ୍ତ। ତା ପରଦିନ ବ୍ରାହ୍ମଣ ସକାଳୁ ଆସି ଶିବ ମନ୍ଦିର ପଛପଟେ ଛପିକି ରହିଲା। ମାଧବାନନ୍ଦ ଆସିଲା, ଦେଖିଲା ଶିବଲିଙ୍ଗ ଉପରେ ଦୁଇଟି ଚକ୍ଷୁ ଥିଲା। ଗୋଟିଏ ଚକ୍ଷୁରୁ କିଛି ରକ୍ତ ବୁନ୍ଦା ବାହାରୁଥାଏ। ମାଧବାନନ୍ଦ ଏ ଚିନ୍ତା କଲା, ପ୍ରଭୁଙ୍କ ଆଖିରୁ ଆଜି ରକ୍ତ କାହିଁକି ବହୁଛି? ଚାଲିଗଲା, କିଛି ପତ୍ରକୁ ହାତରେ ମଳି ମଳି ସେଇ ଶିବଙ୍କର ଚକ୍ଷୁରେ ନେଇ ଲେପନ କଲା। ଶିବଙ୍କ ଚକ୍ଷୁରୁ ଅଧିକରୁ ଅଧିକ ରକ୍ତ ବାହାରିଲା। ମାଧବାନନ୍ଦ ଚିନ୍ତା କଲା, କାନ୍ଦି ପକାଇଲା, କହିଲା, ଠାକୁରେ, ଯଦି ଆପଣଙ୍କ ଆଖି ଯଦି ଆଜି ଅଦୃଶ୍ୟ ହେଇଗଲା, ଫୁଟି ଯାଇଛି, ରକ୍ତ ବହୁଛି, ତାହେଲେ ମୋର ଏଇ ଆଖି ଥାଇ ଲାଭ କ'ଣ ପ୍ରଭୁ? ଗୋଟିଏ ଆଖି କି ସର ଦ୍ୱାରା ଇଏ ତାଡ଼ିଦେଲା ଇଏ ମାଧବାନନ୍ଦ। ବ୍ରାହ୍ମଣ ଠିଆ ହେଇ ସବୁ ଦେଖୁଥାଏ, ନେଇକିନା ସେଇ ଆଖି ଦିହରେ ଲଗେଇ ଦେଲା ଏବଂ ପ୍ରଭୁଙ୍କର ଆଖି ରକ୍ତରୁ ରକ୍ତ ନିଗିଡ଼ିବା ବନ୍ଦ ହେଇଗଲା। ମାଧବାନନ୍ଦ ଦେଖିଲା ଆରପଟ ଆଖିରୁ ଧାର ଧାର ମଧ୍ୟ ରକ୍ତ ଧାର ବାହାରୁଛି। କହିଲା, ପ୍ରଭୁ, ଏପଟ ଚକ୍ଷୁରୁ ବି ଏ ଲୋତକ ରକ୍ତ ବହୁଛି, କ'ଣ କରିବି? ମୁଁ ଯଦି ଏପଟ ଚକ୍ଷୁଟାକୁ ଇଏ ତାଡ଼ିକି ଦିଏ, ମୁଁ ତ ଦେଖିପାରିବିନି ଆପଣଙ୍କ ଚକ୍ଷୁଟା କେଉଁଠି ଅଛି। ମାଧବାନନ୍ଦ ମନ ଭିତରେ ଚିନ୍ତା କଲା, କ'ଣ କରିବି? ଗୋଟିଏ ପାଦ ନେଇକିନା ଶିବଲିଙ୍ଗ ଉପରେ ଚକ୍ଷୁ ଦେହରେ ରଖିକିନା ପାଦ ଟିକେ ରଖିଲା। ବ୍ରାହ୍ମଣ ଆଶ୍ଚର୍ଯ୍ୟ ହେଇଗଲା, ଆଜି ନିଜର ପାଦକୁ ଠାକୁରଙ୍କ ମସ୍ତକ ଉପରେ ରଖି ସାରିଲାଣି। କାହିଁକି ରଖିଲା? ନା ପାଦର ଚିହ୍ନକୁ ଦେଖି ମୁଁ ଆଖି ଟିକେ ପାଇଯିବି। ଆଖି ଉପରେ ପାଦ ଟିକେ ମୁଁ ରଖିଥିଲେ ମୁଁ ଆଖି ପାଇଯାଇ ସେଇଠି ମୋର ଆଉ ଗୋଟିଏ ଆଖିକି ମୁଁ ଠାକୁରଙ୍କୁ ଇଏ ଦାନ ଦେଇଦେବି। ପାଦକୁ ନେଇ ରଖି ଯେତେବେଳେ ଆଖି କାଢ଼ିବାକୁ ଯାଏ, ସେଇ ସମୟରେ ଶିବ ଠାକୁର ଆସି ହାତକୁ ଧରି ପକେଇଲେ, କହିଲେ, ହେ ମାଧବାନନ୍ଦ, ତୁମେ ରହିଯାଅ। ଆଜି ତମେ ହଉଛ ଜଣେ ମହାନ ଭକ୍ତ। ତମ ଭଳି ଭକ୍ତ ଏ ସଂସାରରେ ମିଳିବା ବିରଳ। ବ୍ରାହ୍ମଣ ଆସି ପାଦ ତଳେ ପଡ଼ିଗଲା, କହିଲା, ହେ ବ୍ରାହ୍ମଣ, ତମେ ସିନା ଆଜି ଭକ୍ତି କର, କିନ୍ତୁ ଏଇ ଯୋଉ ଶବରଟି, ତା ହୃଦୟରେ କିଛି ନାହିଁ। ନିର୍ମଳ ମନଜନ ସୋମୟୀ ପାୱା ମୋଇ କପଟ ଛଲ ଛିଦ୍ର ନ ଭାବା। ତା ହୃଦୟ ଥିଲା ମହାନ ନିର୍ମଳ। ତା ହୃଦୟ ମଧ୍ୟରେ କାମ, କ୍ରୋଧ, ଲୋଭ, ମୋହ, ମାୟା କିଛି ନଥିଲା। ନିଜର ଶରୀରକୁ ସେ ଭଗବାନଙ୍କ ପାଇଁ ଆଜି ମୋ ପାଇଁ ସେ ଅର୍ପଣ କରିଦେଇଛି। ଗୋଟିଏ ଚକ୍ଷୁ
ଇଏ ତାଡ଼ିଦେଲା। ଗୋଟିଏ ଚକ୍ଷୁରେ ସେ ସଂସାରକୁ ଆଜି ଦର୍ଶନ କରିବ, ତଥାପି ମଧ୍ୟ ଆଉ ଗୋଟିଏ ଚକ୍ଷୁକୁ ଆଜି ସେ ତାଡ଼ିବାକୁ ଇଏ ଯାଉଥିଲା। ଏଭଳି ଭକ୍ତ ଆଜି ହେଉଛି ମହାନ ଶ୍ରେଷ୍ଠ ସିଏ। ଆଜିକାର ନୀତିବାଣୀରେ ଆମେ ଏତିକି ଜାଣି ରଖିବା, ଯିଏ ଖୋଲା ହୃଦୟରେ ପ୍ରଭୁଙ୍କୁ ଡାକେ, ଯଦି ପ୍ରଭୁଙ୍କୁ ସେ ଗାଳି ଦିଏ, ପ୍ରଭୁ ତାକୁ ସହିଯିବେ। ଭୃଗୁ ମହାନ ଭକ୍ତ ଥିଲା, ସେ ଭଗବାନ ବିଷ୍ଣୁଙ୍କୁ ଗୋଇଠା ମାରିଲା, କିନ୍ତୁ ଭଗବାନ ବିଷ୍ଣୁ ତାର ପାଦକୁ ଆଉଁସିଲେ। କାହିଁକି ଆଉଁସିଲେ? ନା ମହାନ ଭକ୍ତ ଭୃଗୁ ଥିବାରୁ କହିଲେ ତମ ପାଦ କେତେ ଆଜି କଷ୍ଟ ହେଇଥିବ, ମୋର ଛାତି ପଥର ସଦୃଶ୍ୟ ଛାତିରେ ଆଜି ଯେତେବେଳେ ତମେ ପଦାଘାତ କଲ ତମ ପାଦକୁ ଭାରି କଷ୍ଟ ହେଇଥିବ, ସେଥିପାଇଁ ପ୍ରଭୁ ଆଉଁସିବାକୁ ଲାଗିଥିଲେ। ଯଦି ଗୋଟିଏ ଅଭକ୍ତ ଯଦି ପ୍ରଭୁଙ୍କୁ ଗାଳି କରେ, ପ୍ରଭୁ ତାକୁ ସହିପାରନ୍ତିନି। ତେଣୁ ସେଥିପାଇଁ ହୃଦୟକୁ ସଦାବେଳେ ଖୋଲା ରଖି ପ୍ରଭୁଙ୍କୁ ଡାକନ୍ତୁ, ପ୍ରଭୁ ସବୁ ଦେବେ ଆପଣଙ୍କୁ। ଏତିକି କହି ମୋ ନୀତିବାଣୀକୁ ଆଜି ଶେଷ କରୁଛି। କିନ୍ତୁ ମୋ ନୀତିବାଣୀ ଯଦି ଆଜି ଭଲ ଲାଗିଥିବ, ଆପଣମାନେ ଗୋଟେ ଲାଇକ୍ କରିକିନା ସବସ୍କ୍ରାଇବ୍ କରିଦିଅନ୍ତୁ, ଅନ୍ୟମାନଙ୍କୁ ସେୟାର କରନ୍ତୁ, ଏ ସମାଜର ଏ ମଙ୍ଗଳ ହବ। ଆଜିକାର ଅନୁଚିନ୍ତା ସକାଳୁ ଉଠି କେତେବେଳେ ପଶୁମାନଙ୍କର ନାମକୁ ବା ଧରିବେନି, ଅମଙ୍ଗଳ ସୂଚକ। ଏତିକି କହି ମୋର ନୀତିବାଣୀକୁ ଶେଷ କରୁଛି। ପ୍ରଣାମ, ଜୟ ଜଗନ୍ନାଥ।